ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ରଥ ତତ୍ତ୍ୱାବଧାରକ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୟାଗଡ଼ର ଦଶପଲ୍ଲା ରେଞ୍ଜର ବଡ଼ମୂଳର ବଡ଼ରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିବେ। ଶ୍ରୀମନ୍ଦିରରୁ ମାଳ ମହାର୍ଘ୍ୟ, ନଡ଼ିଆ, ପତନି, ସିନ୍ଦୁର, ଦୀପ ନୈବେଦ୍ୟ ନେଇ ଏହି ଟିମ୍ ଯାତ୍ରା କରିବେ। ଏହି ଟିମ୍ରେ ରଥ ନିର୍ମାଣର ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ରହିଛନ୍ତି। ତେବେ ଆସନ୍ତାକାଲି ବଡ଼ରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଠାକୁରାଣୀଙ୍କ ଅନୁମତି ନେଇ ରଥ କାଠ କଟା ପ୍ରକ୍ରିୟା ଆରମ୍ଭ ହେବ। ରଥ ନିର୍ମାଣ ପାଇଁ 865 ଖଣ୍ଡ କାଠର ଆବଶ୍ୟକତା ରହିଛି। 47 ଖଣ୍ଡ କାଠ ପୂର୍ବ ବର୍ଷର ବଳକା ରହିଥିବା ବେଳେ ମୋଟ 818 ଖଣ୍ଡ ଅସନ, ଧଉରା ଏବଂ ଫାସି କାଠର ଆବଶ୍ୟକତା ରହିଛି। ତେବେ ଆସନ୍ତା ସରସ୍ୱତୀ ପୂଜାରେ ରଥ କାଠ ଅନୁକୂଳ ହେବା ସହ ଆସନ୍ତା ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।